ଆଧୁନିକ ପର୍ଯ୍ୟାୟ ସାରଣୀରେ ପର୍ଯ୍ୟାୟଗୁଡ଼ିକରେ ମୌଳିକମାନଙ୍କର ଯୋଜ୍ୟତା, ପରମାଣୁର ଆକାର ଏବଂ ଧାତବୀୟ ପ୍ରକୃତି କିପରି କ୍ରମାନ୍ୱୟରେ ବଦଳେ ଆଲୋଚନା କର। ଆଇ. ଯୋଜ୍ୟତା। ଗୋଟିଏ ମୌଳିକର ଯୋଜ୍ୟତା ତାହାର ବାହ୍ୟତମ କକ୍ଷରେ ଥିବା ସଂଯୋଜକ ଇଲେକ୍ଟ୍ରନ୍ ଦ୍ୱାରା ନିରୂପିତ ହୋଇଥାଏ। ପର୍ଯ୍ୟାୟରେ ବାମଠାରୁ ଡାହାଣକୁ ଯାଉଥିବା ବେଳେ ମୌଳିକମାନଙ୍କର ଯୋଜ୍ୟତା 1ରୁ 4 ପର୍ଯ୍ୟନ୍ତ କ୍ରମେ ବୃଦ୍ଧି ପାଏ। 4ରେ ପହଞ୍ଚିବା ପରେ ଯୋଜ୍ୟତା ପୁଣି 4ରୁ 0 କିମ୍ବା 8 ପର୍ଯ୍ୟନ୍ତ ଧୀରେ ଧୀରେ କମିଯାଏ। ଉଦାହରଣ ସ୍ୱରୂପ ଦ୍ୱିତୀୟ ପର୍ଯ୍ୟାୟକୁ ନେଲେ ଲିଥିୟମର ଯୋଜ୍ୟତା 1, ବେରିଲିୟମର ଯୋଜ୍ୟତା 2, ବୋରନର ଯୋଜ୍ୟତା 3, କାର୍ବନର ଯୋଜ୍ୟତା 4, ତାପରେ ନାଇଟ୍ରୋଜେନର ଯୋଜ୍ୟତା 3, ଅକ୍ସିଜେନର ଯୋଜ୍ୟତା 2। ସେହିପରି ଫ୍ଲୁରିନ୍ର ଯୋଜ୍ୟତା 1 ଏବଂ ନିଅନ୍ର ଯୋଜ୍ୟତା 0 ହେବ। ଏହାର ପ୍ରଧାନ କାରଣ ହେଉଛି ବାହ୍ୟ କକ୍ଷରେ ଇଲେକ୍ଟ୍ରନ୍ର ସଂଖ୍ୟା କ୍ରମେ ପରିବର୍ତ୍ତିତ ହେବ। ଇ. ପରମାଣୁର ଆକାର। ପରମାଣୁର ଆକାର ତାହାର ବ୍ୟାସାର୍ଦ୍ଧ ଉପରେ ନିର୍ଭର କରେ। ଗୋଟିଏ ପର୍ଯ୍ୟାୟର ବାମରୁ ଡାହାଣକୁ ଗଲେ ପରମାଣୁର ଆକାର କମିଥାଏ। ଦ୍ୱିତୀୟ ପର୍ଯ୍ୟାୟରେ ବାମରୁ ଡାହାଣକୁ ରହିଥିବା କେତୋଟି ମୌଳିକର ପରମାଣୁ ବ୍ୟାସାର୍ଦ୍ଧରୁ ଏହା ଜଣାଯାଏ। କାରଣ ନ୍ୟୁକ୍ଲିୟସ୍ର ଧନାତ୍ମକ ଚାର୍ଜ ବୃଦ୍ଧି ପାଏ। ଇଲେକ୍ଟ୍ରନ୍ଗୁଡ଼ିକ ଅଧିକ ଆକର୍ଷିତ ହୋଇ ନ୍ୟୁକ୍ଲିୟସ୍ ପାଖକୁ ଆସେ। ଏହାର ଫଳରେ ପରମାଣୁ ଛୋଟ ହୋଇଯାଏ। 3. ଧାତବୀୟ ପ୍ରକୃତି। ପର୍ଯ୍ୟାୟ ସାରଣୀର ବାମରୁ ଡାହାଣକୁ ଧାତବୀୟ ପ୍ରକୃତି ହ୍ରାସ ପାଏ ଓ ଅଧାତବ ପ୍ରକୃତି ବଢ଼ିଥାଏ। କେତେକ ମୌଳିକ ଉଭୟ ଧାତୁ ଅଧାତୁର ଗୁଣ ପ୍ରଦର୍ଶନ କରିଥାନ୍ତି। ବୋରନ୍, ସିଲିକନ୍, ଫସ୍ଫରସ୍ ଇତ୍ୟାଦିକୁ ଉପଧାତୁ କହନ୍ତି। କାରଣ ଧାତୁମାନେ ସହଜରେ ଇଲେକ୍ଟ୍ରନ୍ ହରାଇଥାନ୍ତି। ଡାହାଣକୁ ଯିବା ସହିତ ଇଲେକ୍ଟ୍ରନ୍ ହରାଇବା କଷ୍ଟକର ହୋଇଯାଏ। ତେଣୁ ବାମ ପାର୍ଶ୍ୱରେ ଧାତୁ, ମଧ୍ୟଭାଗରେ ଉପଧାତୁ ଏବଂ ଡାହାଣ ପାର୍ଶ୍ୱରେ ଅଧାତୁ ଥାଏ।